2026 ମସିହା ବର୍ଷ ପାଇଁ ରାଶିଚକ୍ରରେ ଗୋଚର ବା ଭ୍ରମଣ କରୁଥିବା ବୃହସ୍ପତି ମହାଗ୍ରହ କର୍କଟ ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବେ। ଦେବଗୁରୁ ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ 2026 ମସିହା କର୍କଟ ରାଶି ଜାତ ବ୍ୟକ୍ତିଙ୍କ ପାଇଁ କ୍ରାନ୍ତିକାରୀ ବର୍ଷ ରୂପେ ସାବ୍ୟସ୍ତ ହେବ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ, କ୍ୟାରିୟରରେ ସଫଳତା ପାଇବେ, ବୈବାହିକ ଜୀବନ ଖୁସିରେ କଟିବ। ବର୍ଷଟି ସୁଖ, ଶାନ୍ତି ଓ ସମୃଦ୍ଧି ଭିତର ଦେଇ ଗତି କରିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ନୈସର୍ଗିକ ଶୁଭଗ୍ରହ ବୃହସ୍ପତିଙ୍କର ଉଚ୍ଚ ରାଶି ହେଲା କର୍କଟ ରାଶି। ନିଜ ଉଚ୍ଚ ରାଶିରେ ଅବସ୍ଥାନ କରିବା ସମୟରେ ଦେବଗୁରୁ ବୃହସ୍ପତି ଅତି ଖୁସି ବା ଉତ୍ସାହର ସହିତ ଅବସ୍ଥାନ କରିବେ ଏବଂ ଏହି ସମୟରେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର ମାନ ସମ୍ମାନ ବୃଦ୍ଧି କରାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରଦାନ କରିବେ। ନୂତନ କର୍ମ ନିଯୁକ୍ତି ଦେବାର ବହୁତ ସମ୍ଭାବନା। ବାଣିଜ୍ୟ ବେପାର କ୍ଷେତ୍ରର ପରିସର ବଢ଼ିବ। ବ୍ୟବସାୟରୁ ପ୍ରଚୁର ଲାଭ ପାଇପାରିବେ। ପାର୍ଟନରସିପ୍ ବିଜନେସ୍ ବା ଯୌଥ ବ୍ୟବସାୟ କରୁଥିଲେ ବଡ଼ ଧରଣର ବ୍ୟବସାୟିକ ଚୁକ୍ତିନାମାରେ ଅନୁବନ୍ଧିତ ହେବେ। ଅର୍ଥ ଲାଭର ନୂତନ ସ୍ରୋତ ଉନ୍ମୋଚିତ ହେବ। ବାକି ପଡ଼ି ରହିଥିବା ବକେୟା ଟଙ୍କା ହସ୍ତଗତ ହେବ। ଅର୍ଥ ସଞ୍ଚୟର ପରିମାଣ ବୃଦ୍ଧି ପାଇବ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆସିବ। ମୁଖମଣ୍ଡଳରେ ଆଭା ପ୍ରକଟିତ ହେବ। ବ୍ୟକ୍ତିତ୍ୱ ବା ପର୍ସନାଲିଟିରେ ଆକର୍ଷଣୀୟ ଭାବ ଆସିବ। ପଜିଟିଭ୍ ବା ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ହାସଲ କରିବେ। ଉଚ୍ଚ ଶିକ୍ଷା ଆହରଣ ପାଇଁ କରୁଥିବା ଚେଷ୍ଟା ଫଳପ୍ରଦ ହେବ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ରହିବ। ପାରିବାରିକ ସୁଖ, ଶାନ୍ତି ଓ ସମୃଦ୍ଧି ଲାଗି ରହିବ। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ସନ୍ତାନ ସମ୍ଭବା ମା'ମାନେ ପୁତ୍ର ସନ୍ତାନ ଜନ୍ମ ଦେବାର ବହୁତ ସମ୍ଭାବନା। 2026 ମସିହାରେ ବୃହସ୍ପତି ମହାଗ୍ରହଙ୍କର ଗୋଚର କର୍କଟ ରାଶି ଜାତ ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ କରିବ। ନିଷ୍ପତ୍ତି ନେବାର କ୍ଷମତା ବିକଶିତ ହେବ। ସମାଜରେ ଜ୍ଞାନୀ ଗୁଣୀ ବ୍ୟକ୍ତି ହିସାବରେ ପରିଗଣିତ ହେବେ। ଚଳିତ ବର୍ଷ ବୃହସ୍ପତି ମହାଗ୍ରହଙ୍କର ଶୁଭ ଫଳର ଶୁଭତ୍ୱର ବୃଦ୍ଧି ପାଇଁ କର୍କଟ ରାଶି ଜାତ ବ୍ୟକ୍ତି ଦେବଦେବ ମହାଦେବଙ୍କର ଦର୍ଶନ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।